ଟିକେ ଦେଖିଦେ ଆଉ ମାଛ ଧରି ଯାଇଥିଲେ ହଳଦୀ ପତ୍ରରେ ପତୁଆ କରିବେ। ମାଛ ଧୋଉଛି। ଯିଏ ଥରେ ହଳଦୀ ପତ୍ରରେ ଖାଇଛି ସିଏ ହିଁ ଟେଷ୍ଟ ଜାଣିଛି। ବହୁତ ଟେଷ୍ଟ, ବାସ୍ନା ବି ବହୁତ ଭଲ, ଖାଇବା ପାଇଁ ବହୁତ ଭଲ ଲାଗିବ, ମିଠା ମିଠା। ବଡ଼ ମାଛ ସଫା କରୁଛନ୍ତି। ବେଙ୍ଗ ମାଛ, ବେଙ୍ଗ ନାହିଁ, ଚେଙ୍ଗ। ତା ସହିତ କଙ୍କଡ଼ା ବି ଆଣିଛନ୍ତି, ଝରିରେ ଅଛନ୍ତି। ଏ ବଡ଼ ବଡ଼ କଙ୍କଡ଼ା। ପୁଣି ଥରେ ଭଲ ପାଣିରେ ଧୋଇକି ସଫା କରାହେଉଛି ଆଉ। ହଳଦୀ ପତ୍ରରେ ଲଙ୍କା ଗୁଣ୍ଡ ଦେଲେ ହଳଦୀ ତା ସହିତ ଲୁଣ। ରସୁଣ ଗୋଟା ଗୋଟା ପକା ହବ। ତାକୁ ପତୁଆ କରାଯିବ। ପତୁଆ କରି ତାକୁ ନିଆଁରେ ପୋଡ଼ାଯିବ। ତାର ଭିଡ଼ି ଦେଲା। ଛୁଆ ଦୁଇଟା କଙ୍କଡ଼ା ଦେଖିକି ପୋଡ଼ିବା ପାଇଁ ହେଉଛନ୍ତି। ତାରରେ ବନ୍ଧା ହେଲା।
କଙ୍କଡ଼ାଟା ବଞ୍ଚିଛି ଚାବି ଦେବ। କଙ୍କଡ଼ା ପୋଡ଼ା ଯିଏ ଖାଇଛି ତାର ଟେଷ୍ଟ ସିଏ ହିଁ ଜାଣିଛି। ମାଛ ହେଇ ଆସିଲାଣି, ଆଉ ଅଳ୍ପ ସମୟରେ ହେଇଯିବ। ହେଇଗଲେ ମାଛ, ଅଲରେଡ଼ି ମାଛ ହେଇଗଲେ। ଗୋଟେ ବାହାରେ ପଡ଼ିଲା, ହାଡ଼କୁ ଖାଇଦେଲେ। ଆଉ କେମିତି ଲାଗୁଛି? ଖୋଲା ହେଉଛି ମାଛ ପଟୁଳି, ମାଛ ପଟୁଳି। ଦେଖନ୍ତୁ କେମିତି ପୁରା ନାଲି ନାଲି ହେଇଯାଇଛି। ତାମାନେ ତମେ ଜାଣ ଯେ ପୁରା ସିଝି ଯାଇଛି। ନାଳର ମାଛ, ନାଳରୁ ଆଣିଥିଲେ ମାଛ, ବିନା ହଳଦୀରେ ବି ପୁରା ନାଲ। ଦେଖିବାକୁ କେମିତି ଲାଗୁଛନ୍ତି? ପୁରା ନାଲି ନାଲି ତ। କଳା ଚିଙ୍ଗୁଡ଼ି ସିଝିଗଲା ପୁରା ନାଲି ପୁରା। ବାସ୍ନା ବି ବହୁତ ସୁନ୍ଦର ଲାଗୁଛି। ରସୁଣ ବି ଅଲରେଡ଼ି ହେଇଯାଇଛି। ସେପଟେ କଙ୍କଡ଼ା ବି ହେଇଗଲାଣି। କଙ୍କଡ଼ା ରସୁଣ ଗୋଟେ ଚାଖି ଦେଖିବା। ରସୁଣ ଅଲରେଡ଼ି ସିଝି ସାରିଛି। ରସୁଣର ବି ଟେଷ୍ଟ ବହୁତ ସୁନ୍ଦର। ମୋ ପୁଅର ବି ଲାଳ ବୋହି ସାରିଲା ନା, ଆଗକୁ ଯାଇକି ମାଛ ପାଖରେ ଠିଆ ହେଇଯାଇଛି।